2024 ଆପଣଙ୍କର ବରଫ ପାହାଡ ତରଳିବ, ଆଟଲାଣ୍ଟିକ ମହାସାଗର ପ୍ରଶାନ୍ତ ମହାସାଗର ବହୁତ ଫୁଲିଯିବ, ବହୁତ ଦେଶ ନଷ୍ଟ ହେଇଯିବ ସେପଟେ। ଆଚ୍ଛା ଗୋଟେ କଥା, ସେପଟେ ଆପଣଙ୍କର ବରଫ ଗଡ଼ ରହିଛି, ଉତ୍ତର ମେରୁରେ ତରଳିବ ଧୀରେ ଧୀରେ ସୂର୍ଯ୍ୟଙ୍କ ରଶ୍ମିରେ, ବହିବ ପାଣିର ସୁଅ, ସମୁଦ୍ରକୁ ଜାଣ, ଆଟଲାଣ୍ଟିକ ବଢିଯିବ କାହିଁ କେତେ ଗୁଣ, ବୁଝିଲେ? ଏମିତି ବହୁତ ହବ, ବହୁତ ଦେଶ ବି ସେପଟେ ନଷ୍ଟ ହବ। ଆଉ ଭାରତ ଓଡିଶାରେ ବି ଆପଣଙ୍କର ରାଜନୀତି କ୍ଷେତ୍ର ହେବ ଅସ୍ଥିର, ତ ସମସ୍ତେ ହୋଇବେ ତମସା ଘର। ତାପରେ ଚାଇନା ବି କେତୁମାଳା ପାର୍ବତ୍ୟ ଅଞ୍ଚଳକୁ ଦଖଲ କରି ନେଇଯିବ ଭାରତର। ଏଠକୁ ବିଚାରି ଶାସନ କର, କେତୁମାଳା ଠାରେ ଆଶା ନ କର, ବିଶ୍ୱାସ ଘାତକ ଅଟଇ ଚିନା, ତୋଟି କାଟିଦେବ ସେବେଳେ ସିନା। 2024 ଆପଣ କେତୁମାଳା ପାର୍ବତ୍ୟ ଅଞ୍ଚଳ ଯୋଉ ଲଦାଖ ଅଞ୍ଚଳ ଆପଣ କହୁଛନ୍ତି, ଆଚ୍ଛା କେତୁମାଳାଟାକୁ ଆଜିକାଲି ଲଦାଖ ଅଞ୍ଚଳ କହୁଛନ୍ତି ନାଇଁ କି? କେତୁମାଳା ପାର୍ବତ୍ୟ ଅଞ୍ଚଳଟାକୁ ସେ ଦଖଲ କରି ନେଇଯିବ। ଆଚ୍ଛା ଲଦାଖ ତ ହାତରୁ ଯଦି କଟିବ ତେବେ ତ ପ୍ରୋବ୍ଲେମ ହେଇଯିବ। ତେଣୁ ଆପଣଙ୍କର ଅସୁଦାନ ଲେଖିଲେ, ଏଠକୁ ବିଚାରି ଶାସନ କର, କେତୁମାଳା ଠାରେ ଆଶା ନ କର, ବିଶ୍ୱାସ ଘାତକ ଅଟଇଛି ନା ତୋଟି କାଟିଦେବ ସେବେଳେ ସିନା। ଏକଥାକୁ ମନେ ଘେନ, ଯେଉଁ ପାପ କର୍ମ ନୟନ ଦେଖିବ, ଶୁଣି ତ ନଥିବ କାନ। ଅନ୍ୟ ଅତ୍ୟାଚାର କରିବେ ଆମ ଭାରତ ଉପରେ ଚାଇନା ମାନେ। କୋଉ ଗ୍ରନ୍ଥ ଏଇଟା ପ୍ରମାଣ ଦଉଛି? ଆଜ୍ଞା ଏଟା କୋଉ ଗ୍ରନ୍ଥ ପ୍ରମାଣ ଦଉଛି ମହାପୁରୁଷଙ୍କର? ଆପଣଙ୍କର ଏଇଟା ହଉଛି କଳି କଳମ, ସେ ବହିରେ ନାହିଁ କି ଆପଣ ଯୋଉ ବହିଟା ନେଇଛନ୍ତି, ସେ ବହିଟା ଖୋଜିନାହାନ୍ତି, ସେ ପଚିନା ଲେଖା ମଧ୍ୟରେ। ଆଚ୍ଛା ଆଚ୍ଛା କଳିକଳ୍ପରେ ଅଛି ଏଇଟା। ଆଚ୍ଛା ମନ ନାହିଁ, ଏତେ ବହି ଭିତରେ କୋଉ ବହିରେ କହ ଏତେ ମନ ରହିବ କି? କେତେଟା ମନ ରହିବ? 10 ମନ ରହିବ ନା। ଠିକ ଠିକ। ଆଚ୍ଛା ପାକିସ୍ତାନ କଥା କଣ ଲେଖା ହେଇଛି? ପାକିସ୍ତାନ କଣ ହବ? ପାକିସ୍ତାନ ତ ଯୁଦ୍ଧ ଆରମ୍ଭ ହବା ପାଇଁ ସେ 25 ମସିହା ଲାଷ୍ଟକୁ ବା 26 ଆରମ୍ଭରେ ଯୁଦ୍ଧ ଆରମ୍ଭ ହବ ନା ଆଉ ଭାରତ ସାଙ୍ଗରେ। ହଁ ସେ ଲେଖାଯିବ, ଏହି ଭାରତ ସଙ୍ଗେ ପାକିସ୍ତାନଟି ରଙ୍ଗେ କାଶ୍ମୀର ପାଇଁ କରିବ ସମର ଘର। ପୁଣି ଚୀନ ସୈନ୍ୟ ତୁର୍କୀ ଇରାକ ଜାଣ, ବ୍ରିଟିଶ ଦେ ଆମେରିକା ସର୍ଭେ ମିଳିନ, ପାକିସ୍ତାନକୁ ବଳ ଅସ୍ତ୍ର ଶସ୍ତ୍ର ଆବର ଯୋଗାଇ ଦେବେ ଏକଥା ନିଶ୍ଚିତ ଜ୍ଞାନ। ଆଚ୍ଛା ଏହା ଦେଖି ଋଷିଆ ଆସି ହୋଇବ ଠିଆ, ଭାରତ ସମର କ୍ଷେତ୍ର ସେ ଏକୁଟିଆ। ଜାପାନର ରାଗ ଥିବ ହିରୋସୀମା କଥା, ପକାଇଥିବ ବମ ଯୁଦ୍ଧରେ ଜାଣିଥା, ସେହି ରାଗ ନଲିଭିବ ଜାପାନର ଜାଣ, ଭାରତ ସପକ୍ଷେ ରହି ଆରମ୍ଭିବ ରଣ। ଆଚ୍ଛା ଭାରତ ସପକ୍ଷରେ ଜାପାନ ରହିବ। କାହିଁକିନା ଆମେରିକାଟା ଚାଇନା ପଟେ ଯିବ ତ, ପାକିସ୍ତାନ ପଟେ ଯିବ ତ, ତେଣୁ ଆମେରିକା ବିରୁଦ୍ଧରେ ଜାପାନ ସଦାବେଳେ, କାହିଁକିନା ତାର 1945 ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତାର 2ଟା ବମ୍ ପକେଇକିରି ନାଗାସାକି ହିରୋସୀମା ସହର 2ଟା ନଷ୍ଟ କରିଦେଲା ଜାପାନର। ଠିକ ଠିକ 1945 ଅଗଷ୍ଟ। 1945 ମସିହାରେ ଜାପାନର ନାଗାସାକି ଆଉ ହିରୋସୀମା ସହର ଉପରେ 2ଟା ବମ୍ ପକେଇକିରି ଆମେରିକା ନଷ୍ଟ କରିଦେବନି, ଅଦ୍ୟାପ ସେ ଜାଗାରେ ଯୁବ ବି ଗଳୁନି। ଆଚ୍ଛା ତାମାନେ ସେଇ ଯୋଉ ରାଗଟା ସେ ବର୍ତ୍ତମାନ ଏଇଠି ସୁଝେଇବ ଭାରତ ସାଙ୍ଗରେ। ସେଇ ରାଗ ନଲିଭିବ ଜାପାନର ଜାଣ, ଭାରତ ସପକ୍ଷ ରହି ଆରମ୍ଭିବ ରଣ। ଜାପାନର ଅନୁରୋଧେ ଜର୍ମାନ ମିଶିବ, ଭାରତ ସପକ୍ଷରେ ସେ ଯୁଦ୍ଧ ଆରମ୍ଭିବ। ସବୁ ମିଆଁ ଦେଶ ଯାକ ଏକ ହୋଇଯିବେ, କହିବେ ସେ ଭାରତକୁ ଉଡାଇ ନ ଦେବେ। ଆଚ୍ଛା ବହୁତ କଥା ଅଛି କହିବି। ଦାଦା ଖାଲି ଗୋଟେ କଥା ଯେ କି ମାନେ ମହାପୁରୁଷ ଯୋଉ 500 ବର୍ଷ ପୂର୍ବରୁ ଯୋଉ ଲେଖିଥିଲେ ମାଳିକା, ସେଥିରେ କଣ ପୁରା ଏମିତି ଲେଖା ଅଛି ଆମେରିକା, ଜାପାନ, ଜର୍ମାନ, ପାକିସ୍ତାନ ଏମିତି ନାଁ ଲେଖା ଅଛି କଣ? ନା ଏଇଟା ପରବର୍ତ୍ତୀ ସମୟରେ ଶିଷ୍ୟମାନେ ଏଟାକୁ ଲେଖିଛନ୍ତି ଭର୍ତ୍ତି କରିକି? ଆଜ୍ଞା ମୁଁ କହିଲି ଏମିତି ଆକ୍ଚୁଆଲି ସେମାନେ ଡାଇରେକ୍ଟ ଯୋଉ ରାଷ୍ଟ୍ର ନାଁ ସବୁ ନେଇକି ଲେଖିଛନ୍ତି, ନା ଏଟା ପରବର୍ତ୍ତୀ ସମୟରେ ସବୁ ମନ ଗଢା କରିକି ଲେଖା ହେଇଛି? ନାଇଁ ଶୁଣନ୍ତୁ, ଯଦି ତାହା ହେଇଥାନ୍ତା ଆପଣ ଟିକେ ଶୁଣୁନାହାନ୍ତି, ମୁଁ ଏଇନା ଆପଣଙ୍କୁ ପଢୁଥିଲି। କୁହନ୍ତୁ। ବରଫ ଗଡ଼ ରହିଛି ଉତ୍ତର ମେରୁରେ, ତରଳିବ ଧୀରେ ଧୀରେ ସୂର୍ଯ୍ୟଙ୍କ ରଶ୍ମିରେ। ମୁଁ କେମିତି ଏଇଟା ଆପଣଙ୍କର 1988 ମସିହାର ବହି। 1988 ମସିହାର ବହିରେ ଏଇଟା ଯୋଉ ବହିରୁ ମୁଁ ପଢୁଛି, ସେ କେମିତି ପଦ ଲେଖିଛି, ବରଫ ଗଡ଼ ରହିଛି ଉତ୍ତର ମେରୁରେ, ତରଳିବ ଧୀରେ ଧୀରେ ସୂର୍ଯ୍ୟଙ୍କ ରଶ୍ମିରେ, ରୌଦ୍ର ତାପେ ଯେତେବେଳେ ପୃଥିବୀ ଜଳିବ, ସେତେବେଳେ ବରଫ ଗଡ଼ ତରଳିବ,
ବହିବ ପାଣିର ସୁଅ ସମୁଦ୍ରକୁ ଜାଣ, ଆଟଲାଣ୍ଟିକ ବଢିଯିବ କାହିଁ କେତେ ଗୁଣ। ଆଟଲାଣ୍ଟିକ ମହାସାଗର, ଭାରତ ମହାସାଗର, ପ୍ରଶାନ୍ତ ମହାସାଗର, ଉତ୍ତର ମହାସାଗର, ଦକ୍ଷିଣ ମହାସାଗର, ଯୋଉ 5ଟି ମହାସାଗର ଅସୁଦାନ୍ତ କେମିତି ଦେଖିଲେ ଯେ ଏମିତି ଆଟଲାଣ୍ଟିକ ମହାସାଗର ବଢିଯିବ। ଆପଣଙ୍କର ଗଲା କାଲି ସମ୍ବାଦ ପଢିବେ ମାନେ ଥରହର ହେଲେଣି ଆଟଲାଣ୍ଟିକ ମହାସାଗର ବଢିଗଲାଣି ବୋଲି ଆମେରିକାରେ ଭାଇନି ପଡିଚାରିଲାଣି। ନାଇଁ ବାବା ଏଟା ଲେଖିଲେ ଯେ କିନ୍ତୁ ଏଟା 24 25 କୋଉଠି ଲେଖା ହେଲା? ଅଙ୍କ ତ ଏଠି କୋଉଠି ଆସିଲାନି, ଯୋଉ ପଦ ପଢିଲେ ସେଠି ଅଙ୍କ ତ କିଛି ଆସିଲାନି। 24 25 ଆମେ କେମିତି ଜାଣିବା କୋଉ ଅଙ୍କରେ ଏଗୁଡାକ ହବ ବୋଲି? ହଁ ଆପଣ ଯୋଉ ପଦ ପଢିଲେ ଏଥିରେ ଅଙ୍କ ତ କିଛି ନାହିଁ ନା, ଆମେ ଜାଣିବା କିନ୍ତୁ ଏଟା 25 ହବ କି 24 ହବ। ହଁ ସେଇ ବହିରେ ଆପଣଙ୍କର ଲେଖା ହେଇଛି ବାମେ ଅସ୍ତୁ ନେତ ଦକ୍ଷିଣେ ତ୍ରିଗୁଣକୁ ଖଞ୍ଜିବୁ, କୃଷ ହେବେ ନଦୀ ସକଳ ରାମ ନେତେ ଦେଖିବୁ, ପଙ୍କି ନଦୀ ଶୁଷ୍କ ହୋଇବ ପଙ୍କ ଫାଟିଣ ଯିବ, ବିନ୍ଦୁ ନ ପଡିବ ମହିରେ 3 ବରଷ ଯିବ। ଦିବ୍ୟେଶ ଦେବଙ୍କର 67 ଅଙ୍କ ଭୋଗ ହେଇଥିବ ଯେତେବେଳେ ଆପଣଙ୍କର 23 ମସିହା ଭାଦ୍ରବ ଶୂନ୍ୟ ଠାରୁ 24 ମସିହା ଭାଦ୍ରବ ଶୂନ୍ୟ ପର୍ଯ୍ୟନ୍ତ ଦିବ୍ୟେଶ ଦେବଙ୍କର 67 ଅଙ୍କ ଚାଲିଲା। ଠିକ। ହଁ ତେଣୁ ଫୁଟିବ ନାହିଁ କମଳ ଫାଟିଯିବ ମାଟି, 67ରୁ ପାଇବ ଏହି ପ୍ରମାଣଟି। ଆଚ୍ଛା ଆପଣ ଏଇ ହିସାବରେ ଦେଖାଯାଇଛି ଦୟା ଯୋଉ କହିଲେ ଯୋଉଟା 67ରୁ ପାଇବ ଏଇ ପ୍ରମାଣଟି, ଏଇଟା 1967 ମସିହାରେ ଗୋଟେ ଦୁର୍ଭିକ୍ଷ କାହିଁ ନ ପଡିଥିବ? ନାଇଁ 67 ଦିବ୍ୟେଶ ଦେବଙ୍କ ଅଙ୍କ ତାଙ୍କ କହିଛି ପରା ସିଏ। ଏଠି ଦିବ୍ୟେଶ ଦେବଙ୍କ ନାଁଟା ଆସିଲାନି? ନା ଆଗରୁ ସେ ଲେଖିଛି ଦିବ୍ୟେଶ ଦେବଙ୍କର 67 ଅଙ୍କ ପ୍ରମାଣ କରୁଛି। ଆଚ୍ଛା ଆଗରୁ ତା ପୂର୍ବ ଯୋଉ ପଦଟା ସେଟା ଦିବ୍ୟେଶ ଦେବଙ୍କର ଅଙ୍କ ବୋଲି ସେ ପ୍ରମାଣ କରୁଛି। ହଁ ଆଚ୍ଛା ତେଣୁ ସେଇ ଅଙ୍କରେ ଆପଣଙ୍କର ଏଇ ଅଙ୍କ ହବ। ତେଣୁ ସେଟା 24 ଅଙ୍କ କଥା। ସେଇ 24 ଅଙ୍କରେ ଆପଣଙ୍କର 24 ମିଥୁନ ମାସରେ ମୀନ ମାସ ହେବେ, ମହି ହେବ ଭରାଗ୍ରସ୍ତ, ବିଷ ବେନି ନବ ସମୀର ସଂଯୋଗେ, ବାସୁକିଜ ଅସ୍ତବ୍ୟସ୍ତ, ବାର କରି ମୁଣ୍ଡ ହଲାଇବ ସହି ନ ପାରିବ ଭରା, ସ୍ଥାନେ ଜଳ ଉତ୍ପାତ ହୋଇବ ପ୍ରାଣୀ ହୋଇଯିବେ ସାରା। ଆପଣ ଭୂମିକମ୍ପ ଆପଣଙ୍କର ସେଇ ଯୋଉ ଆଗରୁ ଯୋଉ ବହିରେ ପଢୁଥିଲି ଗୁପ୍ତ ଖେଦା ମାଳିକାର, ସେଥିରେ କଣ ଲେଖା ହେଇଛି? ଭୂମିକମ୍ପେ ପ୍ରକମ୍ପିତ ହୋଇବ ଧରଣୀ, ମାଟି ତଳେ ଲୁଚିଯିବ କୋଠା ବାଡି ପୁଣି। ଆପଣ ତାଲିବାନ ଅବସ୍ଥା କଣ ହେଲା? ସେଇଆ ହେଲା। ପୁଣି ଏବେ ଆପଣଙ୍କର ଯୋଉ ଭୂମିକମ୍ପ ହଉଛି, ଏବେ ଚାଇନାରେ ଭୂମିକମ୍ପ ହେଇକିରି 127 ଲୋକ ମରିଗଲେ ପରଦିନ, ଆପଣ ଜାଣିଥିବେ ନା ନାଇଁ? ହଁ ଏଇ ତ ବିଶ୍ୱରେ ତ ମାନେ ଯୋଉଟା କି ଭୂମିକମ୍ପର ସଂଖ୍ୟା ବର୍ତ୍ତମାନ ବଢି ଚାଲିଛି। ସେଇଟା ଆପଣ ଠିକ କଥା ଆପଣ କହିଲେ। ସେ କେମିତି ଲେଖିଛି? ଭୂମିକମ୍ପେ ପ୍ରକମ୍ପିତ ହୋଇବ ଧରଣୀ, ମାଟି ତଳେ ଲୁଚିଯିବ କୋଠା ବାଡି ପୁଣି, ଆକାଶୁ ଅଗ୍ନି ବରଷା ହେବ ବାରେ ଜାଣ, କୋଠା ଚାଳ ପୋଡି ଭସ୍ମ ହୋଇଯିବ ପୁଣି। ଏଗୁଡା କେମିତି ହେଇଛି? ଏଇ ଯୋଉ କୋଠା ଘର ମାନେ ଯୋଉ ଲେଖା ହେଇଛି, କୋଠା ଘର ମାନେ ଏଇଟା ଗୋଟେ କଣ ପୁରାତନ ଶବ୍ଦ ଏଇଟା? ହଁ କୋଠା ପୁରାତନ। ଆପଣ କହିବେ ଏଗୁଡାକ ଏଇ କୋଠା ତ ଏବେ କଥା ଶବ୍ଦଟା, ସେତେବେଳେ 500 ବର୍ଷ ତଳେ ଲେଖା ହେଇଥିଲା କହୁଛନ୍ତି। ହଁ ସେ ଲେଖା ହେଇଛି ଆଜ୍ଞା। କୋଠା କଥା ଲେଖିଲେ କେମିତି? ବୁଝିଗଲା। ଆଚ୍ଛା ଯୋଉ ଜଳ ପ୍ରଳୟ କିମ୍ବା ଯୋଉ ଆମର ସୁନାମୀ କିମ୍ବା ଆମର ଯୋଉ ରହିଛି ଶସ୍ୟହାନି, ଏ ବିଷୟରେ କିଛି ଲେଖା ଅଛି 2024 ନା 25ରେ? ଜଳ ପ୍ରଳୟ ସେବେ 27ରେ ହବ। ଜଳ ପ୍ରଳୟ 27ରେ ହବ ଜୁଲାଇ ମାସରେ। ଏ ଯୋଉ ବନ୍ଧ ଭାଙ୍ଗିବା କଥା କଣ ସେଇ ସମୟରେ? ଆଜ୍ଞା ହୀରାକୁଦ ବନ୍ଧ ଯୋଉ ଭାଙ୍ଗିବ ଏଟା କଣ ସେଇ ସମୟ? ସେଟା 26 ମସିହାରେ ହୀରାକୁଦ ବନ୍ଧ ଭାଙ୍ଗିବ 26ରେ। ଆଉ 26ରେ ହବ ହୀରାକୁଦ ବନ୍ଧ ଭାଙ୍ଗିଲେ ଜଳ ପ୍ରଳୟ ହବ, ଆପଣ କହୁଛନ୍ତି 27ରେ ହବ? ହଁ ଶୁଣନ୍ତୁ ଆଜ୍ଞା, 26 ଅଙ୍କରେ ହୀରାକୁଦ ଉଛୁଳିବ ଏ ଓଡିଶା ଅର୍ଦ୍ଧଭାଗା ଜଳମଗ୍ନ ହେବ। ଏଟା ପୁରା ଡାଇରେକ୍ଟ ଲେଖା ହେଇଛନ୍ତି। ଶୁଣନ୍ତୁ 26 ମସିହାରେ 2026 ମସିହାରେ ଆପଣ ହୀରାକୁଦ ବନ୍ଧ ଭାଙ୍ଗିବ, କାହିଁକିନା ତୃତୀୟ ଯୁଦ୍ଧ ଆରମ୍ଭ ହେଇଯିବ ତ, ବିଶ୍ୱଯୁଦ୍ଧ। ତେଣୁ ମୁସଲମାନ ମାନେ ହୀରାକୁଦ ବନ୍ଧ ଉପରେ ବମ୍ ପକେଇଦେବେ। ଆଚ୍ଛା ଗୋଟେ କିଏ ବମ୍ ପକେଇବ ସେଇ ହିସାବରେ ଭାଙ୍ଗିବ, ଭାଙ୍ଗିଯିବ। କିନ୍ତୁ ଏଇ ଯୋଉ ଜଳ ପ୍ରଳୟ ହବ, ଏଇଟା ସମୁଦ୍ରରେ ଗୋଟେ ଉଲ୍କାପିଣ୍ଡ ଖସିକିରି ପଡିବ। ଆଚ୍ଛା ଆପଣଙ୍କର ଜୟଦେବ ଲେଖିନାହାନ୍ତି 10 ଅବତାର ଯୋଉ ଲାଷ୍ଟ ଅବତାର ଜୟଦେବ ଲେଖିନାହାନ୍ତି ଗୀତ ଗୋବିନ୍ଦରେ? ମେଥ ନିବହ ନିଧନେ କରସି କର ବାହାଳୁ, ଧୂମକେତୁ ନିବଂ କିମତି କର ଆଳୁ, ଏ ସବୁ ଧୂତ କଳ୍କି ଶରୀର ଜୟ ଜଗଦୀଶ ହରେ। ଆପଣଙ୍କର ଲେଖା ହେଇଛି କଣ ଲେଖା ହେଇଛି? ଧୂମକେତୁ ନିବ କିମତି କରା ଆଳୁ।
ସେଟା କରାଳ ମୂର୍ତ୍ତି ଧାରଣ କରିକି ବା ଭୟଙ୍କର ମୂର୍ତ୍ତି ଧାରଣ କରିକି ଧୂମକେତୁଟା ପୂର୍ବ ସମୁଦ୍ରରେ ପଡିବ। ଆଚ୍ଛା ଏଇ ଶ୍ଲୋକର ଆପଣ ଓଡିଆ ଦେଖନ୍ତୁ, ଆପଣଙ୍କର ଅଚ୍ୟୁତାନନ୍ଦ ଲେଖିଛନ୍ତି କେମିତି ପଦ ହେତରେ ଶୁଣ ସୂର୍ଯ୍ୟ ଜନେ ଘନ ଘୋର ରଣେ ଅଥୟ ହେବ ଜଗତ ଭୀଷଣ ଗର୍ଜନେ ଅନିଳ ଥରାଇ ଛିଡ଼ିବ ଲଦା ନକ୍ଷତ୍ର। ଆଚ୍ଛା ଲବଣ ଜଳେ ପଡିବ ଆଘାତରେ ତାର ପୃଥ୍ୱୀ 100 ହାତ ଦୂର କକ୍ଷୁ ଘୁଞ୍ଚିଯିବ। ପୃଥିବୀ ଯଦି 7 ସେମି କକ୍ଷ ହରା ହଉଛି କେଡେ ଗୋଟେ ଭୂମିକମ୍ପ ହଉଛି, ଏ 100 ହାତ ପୃଥିବୀ କକ୍ଷ ହରା ହବ। ବାପରେ ଆପଣଙ୍କର ଯେମିତି ସତ୍ୟଯୁଗ ଶେଷରେ ଯେତେ ଗୋଟେ ଭୂମିକମ୍ପ ହେଲା ଯେ ତେଲେଙ୍ଗାନାରୁ ଆପଣଙ୍କର ଶ୍ରୀଲଙ୍କାଟା ଅଲଗା ହେଇଗଲା। 24 ମାଇଲ ମାନେ ଭୂମି ଭିତରେ ଜଳ ଭିତରେ ପାତାଳକୁ ପଶିଗଲା। ତେଲେଙ୍ଗାନାରୁ ସତ୍ୟଯୁଗ ଶେଷରେ ତେଲେଙ୍ଗାନାରୁ ଶ୍ରୀଲଙ୍କାଟା ଅଲଗା ହେଇଗଲା। ଆପଣ ସିଂହଳ ଦ୍ୱୀପଟା ତେଲେଙ୍ଗାନା ପ୍ରଦେଶରେ ନା ଆଉ। ଆଚ୍ଛା ସେଟା ହଉଛି ଭୂମିକମ୍ପ, ଆପଣ କହିବା କଥା ଯେ କି ସେଟା ହଉଛି ଭୂମିକମ୍ପ ଫଳରେ ଅଲଗା ହେଇଗଲା। ହଁ ତେଣୁ ସେମିତି ଗୋଟେ ବଡ ଭୂମିକମ୍ପ ହବ। ଆଚ୍ଛା ସେଥିରେ ବହୁତ ଅସୁବିଧା ହବ। ତାପରେ ସ୍ଥଳ ଭାଗ ମାଡିକିରି 8 କୋଶ ମାଡିକିରି ସେ ସ୍ଥଳ ଭାଗରୁ 8 କୋଶ ମାଡିକିରି ସମୁଦ୍ରରେ ପଡିବ। 8 କୋଶ ଗଲେ ଏପଟେ ବ୍ରହ୍ମଗିରି ସାକ୍ଷ୍ୟପାଳ ଜଗତସିଂହପୁର ମାନେ ଏରିଆରୁ ଫାଳେ ଫାଳେ ସବୁ ନଷ୍ଟ ହେଇଯିବ। ମାନେ ସ୍ଥଳ ଭାଗରେ ଅଳ୍ପ ପଡିବ। ଗୋଟେ ଇଏ ଲଣ୍ଡା ତାରା ବା ଯାହାକୁ ଧୂମକେତୁ କହିଛି ଲଣ୍ଡା ତାରା, ସୂର୍ଯ୍ୟ ବି ଗୋଟେ ତାରା, ସେ ଆକାରରେ ପୃଥିବୀର ପୃଥିବୀ ଠାରୁ 100 ଗୁଣ ଲକ୍ଷ ଲକ୍ଷ ଗୁଣ ବଡ। ଲକ୍ଷ ନ ହଉ 100 ଗୁଣ। ଆପଣଙ୍କର କେତେ ତ ସମାଲୋଚନା ହଉଛି, କିଏ କହିଥିଲା 2.5 ଗୁଣ। ଆଗେ ଭୂଗୋଳରେ ଆମେ ପିଲାଙ୍କୁ ପଢୁଥିଲୁ, ମୁଁ ଯେତେବେଳେ ଶିକ୍ଷକତା କରୁଥିଲି ପିଲାଙ୍କୁ ପାଠ ପଢଉଥିଲି, ସୂର୍ଯ୍ୟ ପୃଥିବୀର ଆୟତନରେ 2.5 ଗୁଣ। କିନ୍ତୁ ନାସା ବୈଜ୍ଞାନିକ ମାନେ 1912 ମସିହାରେ କହିଲେ ଯେ ସୂର୍ଯ୍ୟ ପୃଥିବୀର 100 ଗୁଣ ଆୟତନରେ। ସାଇଣ୍ଟିଷ୍ଟ ମାନେ ତାଙ୍କର କରେକ୍ସନ କରନ୍ତି ତାଙ୍କ ଡାଟାକୁ, ଯୋଉଟା ମାଲିକା ଲେଖା ଅଛି ଯେ କି 2.5 କିଲୋମିଟର ବ୍ୟାପୀ ଗୋଟେ ଉଲ୍କା ଖସିବ। ଆପଣଙ୍କର ସମୁଦ୍ରଟା ପାହାଡ ପର୍ବତ ହେଇଯିବ, ପାହାଡ ହେଇଯିବ। ସେ କହିଲା ମାନେ ଲଣ୍ଡା ନକ୍ଷତ୍ର ପଡିବ ଖସି ସମୁଦ୍ର ମଧ୍ୟରେ ପଶି ପୃଥ୍ୱୀ 8 କୋଶ ପଡିବ ଲଣ୍ଡା ନକ୍ଷତ୍ର ପଡିବ ଛିଡି ସମୁଦ୍ର ମଧ୍ୟରେ ପଡି ପୃଥ୍ୱୀ 8 କୋଶ ପଡିବ ମାଡି ସୁଜନେ ଦେବ ପାପୀଙ୍କ ବେକକୁ ମୋଡି। ଆଚ୍ଛା ଆଚ୍ଛା ଆଚ୍ଛା। ତେଣୁ ଆପଣଙ୍କର ଏଇ କ୍ଷେତ୍ରଟା ମୁଁ ଆଣିଥିଲି କୋଉଠୁ, ଆପଣଙ୍କର ଏଇ ଯୋଉ ବେନୁପଡା ମଠ କଣାସ ବ୍ଲକ ପାଖରେ କଣାସ ଡେଲାଙ୍ଗ ମଝିରେ ଯୋଉ ବେନୁପଡା ମଠ, ସେ ମଠରେ ଯୋଉ ଆର୍ତ ବାବା ଲେଖିଥିଲେ ସେ ପୋଥିଟା ମୁଁ ଆଣିଥିଲି ପ୍ରାୟ 30 ବର୍ଷ ତଳେ। ଆଚ୍ଛା ସେ ଲେଖିଛନ୍ତି ଲଣ୍ଡା ନକ୍ଷତ୍ର ପଡିବ ଛିଡି ଆର୍ତ ବାବା। ଏଇଟା ହଉଛି ଆପଣଙ୍କର 1785 ମସିହାର ଲେଖା ଆର୍ତ ବାବାଙ୍କର। ସେ ଲେଖିଛନ୍ତି ଲଣ୍ଡା ନକ୍ଷତ୍ର ପଡିବ ଛିଡି ମାନେ ଇଏ ପୂର୍ବ ସମୁଦ୍ରରେ ପଡି ପୃଥ୍ୱୀ 8 କୋଶ ପଡିବ ମାଡି ସୁଜନେ ଦେବ ପାପୀଙ୍କ ବେକକୁ ମୋଡି।